ରାବିଡି ଯାହା ଖାଇବାକୁ ବହୁତ ହି ସୁଆଦିଆ ହେଇଥାଏ ଆଉ ଛୁଆଠୁ ବଡ ପର୍ଯ୍ୟନ୍ତ ସମସ୍ତେ ଆକୁ ଖାଇବାକୁ ଭାରି ଭଲ ପାଇଥାନ୍ତି। ଆଜି ପୁରା ମାର୍କେଟ ଷ୍ଟାଇଲରେ ରାବିଡି ବନେଇକି ଆପଣମାନଙ୍କୁ ଦେଖିବି ଅତି ସହଜରେ ବନିଯିବ ଆଉ ଖାଇବାକୁ ଅତି ସୁଆଦିଆ ଲାଗିବ। ନମସ୍କାର, ଓଡିଆ ବୋହୂ ରୋଷେଇକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ରାବିଡି ବନେଇବା ପାଇଁ ଦେଖନ୍ତୁ ଏଇଠି ମୁଁ 1 ଲିଟର କ୍ଷୀର ନେଇଛି ଆଉ ତାକୁ ମୁଁ ଚୁଲା ଉପରେ ଏବେ ବସେଇ ଦେଇଛି ଆଉ ଏବେ ଆମେ ଭଲ ଭାବରେ କ୍ଷୀରକୁ ଫୁଟିବାକୁ ଦବା ଯେମିତି କି କ୍ଷୀର ପୁରା ଅଧା ହେଇଯିବ ସେଇ ପର୍ଯ୍ୟନ୍ତ ଆପଣ ଭଲ ଭାବରେ ଫୁଟାନ୍ତୁ ଆଉ ମଝିରେ ମଝିରେ ଆପଣ ଡଙ୍କି ମାରିବେ ଯେମିତି କି ଆମର କ୍ଷୀର ଜମା ତଳେ ବସିବନି ସେଇଟା ପ୍ରତି ଧ୍ୟାନ ରଖିବେ। ଏଇଠି ଦେଖନ୍ତୁ କ୍ଷୀର ଆମର ପୁରା ଅଧା ଫୁଟି ଆସିଲାଣି ଆଉ ମରି ଆସିଲାଣି ଆଉ ଯୋଉ ସର ସାଇଡରେ ଲାଗୁଥିବ ଆପଣ ଏମିତି ତାକୁ କୋରି ନେବେ ଯାହା ଫଳରେ ଆମର କ୍ଷୀର ବହୁତ ଥିକ୍ ହବ। ଆଉ ଏଇଠି ଦେଖୁଥିବେ କେମିତି ସର ପୁରା ଡଙ୍କିରେ ଲାଗିକି ରହିଛି ସେଇଭଳି ଆପଣ ସବୁ ସରକୁ କାଢି ନିଅନ୍ତୁ ଆଉ କ୍ଷୀରରେ ମିଶେଇ ନିଅନ୍ତୁ ତା ଦ୍ୱାରା ଆମର ପୁରା ଲଚ୍ଛାଦାର ରାବିଡି ପ୍ରସ୍ତୁତ ହବ। ରାବିଡିରେ ଭଲ ଫ୍ଲେଭର ପାଇଁ ଏଇଠି ମୁଁ 4ରୁ 5ଟି ଗୁଜୁରାତକୁ ଭଲ ଭାବରେ ଛେଚିକି କୁଟିକି ନେଇଥିଲି ଆଉ ଏଠି ଆମେ ଦେଇଦବା। ତାପରେ ଏଠି ଦେଖନ୍ତୁ ମୁଁ ଦଉଛି ଏଠି ମିଠାଇ ମେଡ ଆଉ ଏଠି ମୁଁ 100 ml ର ମିଠାଇ ମେଡ ଦଉଛି ଆଉ ଆପଣ ଏଠି ଚିନି ମଧ୍ୟ ଦେଇପାରିବେ ଯେହେତୁ ମୁଁ ଏଠି 1 ଲିଟର କ୍ଷୀର ନେଇଥିଲି ସେଥିପାଇଁ ମୁଁ 100 ml ର ଏଠି ମିଠାଇ ମେଡ ଦେଇଛି। ଆପଣ 3ରୁ 4 ସ୍ପୁନ ବଡ ଚାମଚରେ ଚିନି ଦେଇପାରିବେ। ମିଠାଇ ମେଡ ଦେଇକି ଆମେ ଭଲ ଭାବରେ କ୍ଷୀରକୁ ମିଶେଇ ନବା। ମିଠାଇ ମେଡ ଦେଇ ସାରିଲା ପରେ କ୍ଷୀର ଆମର ବହୁତ କ୍ରିମି ଟେକ୍ସଚରକୁ ପଳେଇ ଆସିଥାଏ। ତାପରେ ଆମେ ଆଉ ଟିକେ ଭଲ ଭାବରେ ଅଧା ମରିଲା ଯାଏ କ୍ଷୀର ଭଲ ଭାବରେ ଫୁଟେଇବା। ତ ଏଇଠି ଦେଖନ୍ତୁ କ୍ଷୀର ଆମର ପୁରା ବଢିଆ ଭାବରେ ଫୁଟି ଆସିଲାଣି ଆଉ ପୁରା ମରି ଯାଇଛି ଆଉ ସାଇଡରୁ ମଧ୍ୟ ମୁଁ ଭଲ ଭାବରେ ସରକୁ ଛଡେଇ ନେଇଥିଲି। ତ ଆମର ଦେଖନ୍ତୁ କେତେ ବଢିଆ ରାବିଡି ପ୍ରସ୍ତୁତ ହେଇ ଆସିଲାଣି। ତ ଏଇଠି ମୁଁ ଆଉ 1ରୁ 2 ମିନିଟ ଫିଟେଇବି ଆଉ ଟିକେ ଥିକନେସ ପାଇଁ। ପୁରା ଆପଣ ବହଳିଆ କରିବେନି, ପୁରା ବହଳିଆ କରିଦେଲେ ଆମର ପୁଣି ରାବିଡିଟା ପୁରା ବସିଯିବ ଖାଇଲା ବେଳେ। ତ ଟିକେ ପାଣିଆ ଥିବ ଆପଣ ବନ୍ଦ କରିଦିଅନ୍ତୁ ତାପରେ ଆପଣ ଥଣ୍ଡା ହେଇଗଲା ପରେ ଦେଖିବେ ଆପଣଙ୍କ ରାବିଡି ବହୁତ ବଢିଆ ଟେକ୍ସଚରକୁ ପଳେଇ ଆସିଥାଏ। ତ ଦେଖନ୍ତୁ 1ରୁ 2 ମିନିଟ ମୁଁ ଆଉ ଫୁଟେଇଥିଲି ଆଉ ଏଇଠି ବହୁତ ବଢିଆ ଆମର ରାବିଡି ପ୍ରସ୍ତୁତ ହେଇଯାଇଛି ଆଉ ଏବେ ଆମେ ଆକୁ ବନ୍ଦ କରିଦବା। ଏମିତି ଥିବ ବନ୍ଦ କରିଦିଅନ୍ତୁ ନହେଲେ ତ ଆପଣଙ୍କ ରାବିଡି ପୁରା ମୋଟା ହେଇଯିବ ଭଲ ଲାଗିବନି। ଏଇଠି ଅଧଘଣ୍ଟା ହେଇଯାଇଥିଲା ଆଉ ଏଇଠି ମୁଁ ରାବିଡିକୁ ସର୍ଭ କରୁଛି ଦେଖନ୍ତୁ ଆଉ କେତେ ବଢିଆ ଆମର ଥିକ୍ ରାବିଡି ପ୍ରସ୍ତୁତ ହେଇଛି। ଆପଣ ରେଷ୍ଟ ଦେଲା ପରେ ଦେଖିବେ ରାବିଡି ଏମିତି ବସି ଯାଇଥାଏ ଟିକେ ମୋଟା ହେଇଯାଇଥାଏ ତେଣୁକରି ଟିକେ ପାଣିଆ ରଖିକି ହିଁ ଓହ୍ଲେଇବେ। ଆଉ ଆପଣ ଆକୁ ସକାଳେ ଖାଇପାରିବେ, ସନ୍ଧ୍ୟାରେ ଖାଇପାରିବେ, ବହୁତ ହି ମଜା ଲାଗିଥାଏ। ଆପଣ ଆକୁ ଫ୍ରିଜରେ ଷ୍ଟୋର କରିକି ମଧ୍ୟ ଖାଇପାରିବେ, ଥଣ୍ଡା ଥଣ୍ଡା ବି ଖାଇବାକୁ ବହୁତ ହି ମଜା ଆସିଯାଇଥାଏ। ତ ଆପଣ ବି ଏଇ ରାବିଡିକୁ ବନାନ୍ତୁ ଆଉ ଏନ୍ଜୟ କରନ୍ତୁ, ଆପଣଙ୍କୁ ବହୁତ ହି ପସନ୍ଦ ଆସିବ। ଓଡିଆ ବୋଉର ଏଇ ଛୋଟ ରେସିପିଟି ଭଲ ଲାଗିଥିଲେ ନିହାତି ଭାବରେ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେନି, ସାଇଡରେ ବେଲ ଆଇକନକୁ ପ୍ରେସ କରିବେ। ତା ଦ୍ୱାରା ଆପଣମାନେ ମୋର ଏମିତି ଭଲ ଭଲ ଭିଡିଓର ନୋଟିଫିକେସନ ପ୍ରଥମେ ପାଇପାରିବେ। ଆମର ଇନଷ୍ଟାଗ୍ରାମ ପେଜ, ଫେସବୁକ ପେଜକୁ ଫଲୋ କରିବାକୁ ଭୁଲିବେନି, ସେଠି ମଧ୍ୟ ମୁଁ ବହୁତ ହି ବଢିଆ ବଢିଆ ପୋଷ୍ଟ କରିଥାଏ। ତ ଆଗକୁ ମୁଁ ଏମିତି ବହୁତ ହି ବଢିଆ ବଢିଆ ରେସିପିସ୍ ନେଇକି ଆସିବି। ତ ଆଜି ପାଇଁ ଏତିକି, ବାଏ ବାଏ।